ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ BPUT ଓଡ଼ିଶା ରାଉରକେଲାରେ 11ତମ ସମାବର୍ତ୍ତନ ଉତ୍ସବ ସମାରୋହ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ସମାରୋହରେ ସମ୍ମାନିତ ବ୍ୟକ୍ତି ବିଶେଷ ପୁରସ୍କାର ଗ୍ରହଣକାରୀ ଅଧ୍ୟାପକ ଛାତ୍ର ଏବଂ ନିମନ୍ତ୍ରିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏବଂ BPUTର କୁଳାଧିପତି ଡକ୍ଟର ହରିବାବୁ କାମ୍ବମପତି ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ନିର୍ମାଣରେ ବୈଷୟିକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ଅର୍ଥ ପରିବାହୀ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା, ମହାକାଶ ଗବେଷଣା ଏବଂ IT କ୍ଷେତ୍ରରେ ଭାରତ କରିଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱୀକାର କରିଥିଲେ। ସ୍ନାତକମାନଙ୍କୁ ସେମାନଙ୍କ ବୃତ୍ତିଗତ ଯାତ୍ରାରେ ନବସୃଜନ ଏବଂ ନୈତିକ ମୂଲ୍ୟବୋଧକୁ ଗ୍ରହଣ କରି ବିକଶିତ ଭାରତ ଦିଗରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ପ୍ରଣାଳୀର ମହାନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସଙ୍କ ଉପସ୍ଥିତ ଏହି ସମାବର୍ତ୍ତନ ଉତ୍ସବକୁ ଆହୁରି ସମୃଦ୍ଧ କରିଥିଲା। ତାଙ୍କର ଚିନ୍ତାତ୍ମକ ଭାଷଣରେ ଡକ୍ଟର ଦାସ କେବଳ ଚତୁରତା ଅପେକ୍ଷା ଜ୍ଞାନର ଗୁରୁତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଏବଂ ବୈଷୟିକ ଦୃଷ୍ଟିରୁ ଉନ୍ନତ ଭାରତ ଗଠନରେ ସେମାନଙ୍କର ଦକ୍ଷତାକୁ ବ୍ୟବହାର କରିବାକୁ ସେ ଉତ୍ସାହିତ କରିଥିଲେ। BPUT କୁଳପତି ପ୍ରଫେସର ଅମିୟ କୁମାର ରଥ ତାଙ୍କ ସ୍ୱାଗତ ଭାଷଣରେ ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱବିଦ୍ୟାଳୟର ସଫଳତା ଏବଂ ପଦକ୍ଷେପ ଗୁଡ଼ିକର ବର୍ଣ୍ଣନା କରିଥିଲେ। ସେ ପରୀକ୍ଷାରେ BPUTର ଅଗ୍ରଣୀ ଭୂମିକା, ଜାତୀୟ ଶିକ୍ଷାନୀତି NEP 2020 ପାଠ୍ୟକ୍ରମ ପ୍ରଚଳନ ଏବଂ ଫଳାଫଳ ଆଧାରିତ ଶିକ୍ଷା ଏବଂ ପ୍ରକଳ୍ପ ଆଧାରିତ ଶିକ୍ଷା ଉପରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଶିଳ୍ପ ଶିକ୍ଷା କ୍ଷେତ୍ର ସହଯୋଗକୁ ପ୍ରୋତ୍ସାହିତ କରିବା, BPUT ଟେକ୍ କାର୍ନିଭାଲ ଆୟୋଜନ କରିବା ଏବଂ BPUT ହାକାଥନ୍ ଏବଂ BPUT ଶିଳ୍ପ ଏକାଡେମିଆ କନକ୍ଲେଭ୍ ଭଳି ପଦକ୍ଷେପ ମାଧ୍ୟମରେ ଉଦ୍ୟୋଗିତା ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସମାରୋହ ସମୟରେ ଇଞ୍ଜିନିୟରିଂ, ପରିଚାଳନା, ଫାର୍ମାସି, ସ୍ଥାପତ୍ୟ ଏବଂ ପ୍ରାୟୋଗିକ ବିଜ୍ଞାନ ସମେତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକଙ୍କୁ ଶିଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା। ବୈଷୟିକ ଶିକ୍ଷା ଓ ଗବେଷଣାର ଉତ୍କର୍ଷତା ବୃଦ୍ଧି କରିବାର ଐତିହ୍ୟକୁ ଜାରି ରଖିବା ପାଇଁ BPUT ଦ୍ୱାରା ନୂତନ ପ୍ରତିବଦ୍ଧତା ସହିତ ସମାବର୍ତ୍ତନ ସମାରୋହ ଶେଷ ହୋଇଥିଲା। ଓଡ଼ିଶା ଏବଂ ଜାତି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରି ନବସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନ ସହିତ ସଜ୍ଜିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଏହାର ଲକ୍ଷ୍ୟକୁ ପୁନଃସ୍ଥାପିତ କରିଥିଲା। ଏକ ସ୍ଥାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ସଶକ୍ତ ଭାରତ ପାଇଁ ଏକ ଦୃଷ୍ଟିକୋଣ ସହିତ ଓଡ଼ିଶାର BPUTର 11ତମ ସମାବର୍ତ୍ତନ ଉତ୍ସବ ରାଷ୍ଟ୍ରକୁ ପ୍ରଗତି ଏବଂ ସମୃଦ୍ଧ ଆଡ଼କୁ ନେଇଯିବା ପାଇଁ ଦକ୍ଷ ଏବଂ ଦାୟିତ୍ୱବାନ ବୃତ୍ତିଗତ ସୃଷ୍ଟି କରିବା ପାଇଁ ବିଶ୍ୱବିଦ୍ୟାଳୟର ସମର୍ପଣର ପ୍ରମାଣ ସ୍ୱରୂପ ବୋଲି ସେ କହିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।